ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଆମେ ଜାଣିବା କେତେଗୁଡ଼ିଏ ଯୋଗାସନ ଏବଂ ସେଗୁଡ଼ିକର ଉପକାରିତା ବିଷୟରେ। ସିଦ୍ଧାସନ, ସ୍ୱସ୍ତିକାସନ ଏବଂ ପଦ୍ମାସନ ଏହି ତିନୋଟି ହେଉଛି ଧ୍ୟାନାତ୍ମକ ଆସନ। ଏହା ସମସ୍ତ ସ୍ନାୟବିକ ପ୍ରଣାଳୀକୁ ଏବଂ ମସ୍ତିଷ୍କକୁ ଶାନ୍ତ ଏବଂ ସ୍ୱାଭାବିକ ସ୍ଥିତିରେ ରଖିଥାଏ, ମାନସିକ ଉତ୍ତେଜନାରୁ ମୁକ୍ତି ଦେଇଥାଏ। ବଜ୍ରାସନ ଏବଂ ମୟୂରାସନ ଏହି ଦୁଇଟି ଆସନ ପାଚନ ତନ୍ତ୍ରକୁ ସୁଦୃଢ଼ କରିଥାଏ। ବଜ୍ରାସନ ଖାଦ୍ୟ ଖାଇବା ପରେ ଅଭ୍ୟାସ କରିବା ଦ୍ୱାରା ପାଚନ ଅଙ୍ଗକୁ ସଠିକ୍ ପରିମାଣରେ ରକ୍ତ ପ୍ରବାହ ହୋଇଥାଏ ଏବଂ ଖାଦ୍ୟ ଠିକରେ ହଜମ ହୋଇଥାଏ। ମୟୂରାସନ ଅଭ୍ୟାସ ଦ୍ୱାରା ଆଭ୍ୟନ୍ତରୀଣ ଅଙ୍ଗ ଯେମିତିକି ଯକୃତ, ପାକସ୍ଥଳୀ, ଅନ୍ତଃନଳୀ ଇତ୍ୟାଦି ସୁଦୃଢ଼ ହୋଇଥାନ୍ତି। ପବନ ମୁକ୍ତାସନ ଏହାର ଅଭ୍ୟାସ କରିବା ଫଳରେ ବାୟୁ ବିକାର ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ, ପେଟର ଚର୍ବି କମ୍ ହେବାରେ ସାହାଯ୍ୟ କରିଥାଏ। ନୌକାସନ ପାଚନ କ୍ରିୟାକୁ ସୁଧାରିଥାଏ ଏବଂ ଅନ୍ତଃରେ ଗତିଶୀଳତା ତଥା କ୍ରିୟାଶୀଳତା ଆଣିଥାଏ, ସ୍ନାୟବିକ ଦୁର୍ବଳତା ଏବଂ ଉତ୍ତେଜନାକୁ ଦୂର କରିବାରେ ସାହାଯ୍ୟ କରେ। ନାଭିକୁ ଯଥାସ୍ଥାନରେ ରଖିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିପରୀତ କରଣୀ ମୁଦ୍ରା ହୃତ୍ପିଣ୍ଡ, ଫୁସ୍ଫୁସ୍ ତଥା ମସ୍ତିଷ୍କର ନାଡ଼ିଗୁଡ଼ିକରେ ରକ୍ତ ସଞ୍ଚାଳନକୁ ତୀବ୍ର କରିଥାଏ ତଥା ଥାଇରଏଡ୍ ଏବଂ ପାରାଥାଇରଏଡ୍ ଗ୍ରନ୍ଥିଗୁଡ଼ିକ ସହିତ ସମ୍ବନ୍ଧିତ ଦୋଷଗୁଡ଼ିକୁ ଦୂର କରିଥାଏ। ସର୍ବାଙ୍ଗାସନ ଥାଇରଏଡ୍ ଗ୍ରନ୍ଥିକୁ କ୍ରିୟାଶୀଳ କରି ଶରୀରରେ ସନ୍ତୁଳନ ଆଣିଥାଏ, ସବୁ ଅଙ୍ଗଗୁଡ଼ିକୁ ପରିପୁଷ୍ଟ କରିଥାଏ। କେଶ ଧଳା ହେବା ଏବଂ ଝଡ଼ିବାକୁ ବନ୍ଦ କରିଥାଏ, ଚେହେରାକୁ କାନ୍ତିବାନ କରିଥାଏ, ବୃଦ୍ଧାବସ୍ଥା ତଥା ପେଟର ଚର୍ବିକୁ ଦୂର କରିଥାଏ। ମତ୍ସ୍ୟାସନର ଅଭ୍ୟାସ କଲେ ଫୁସ୍ଫୁସ୍, ଗଳା ତଥା ଚକ୍ଷୁର ଆରୋଗ୍ୟତା ବୃଦ୍ଧି ପାଇଥାଏ, ଅଣ୍ଟା ଏବଂ ବେକର ପୀଡ଼ା ଦୂର ହୋଇଥାଏ। ନାଭି ସ୍ଖଳନରେ ଏହା ଲାଭପ୍ରଦ ହେବା ସହିତ ସ୍ତ୍ରୀ ରୋଗ ଏବଂ ମଧୁମେହରେ ଲାଭଦାୟକ। ହଳାସନର ଅଭ୍ୟାସ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ, ମେରୁଦଣ୍ଡ ନମନୀୟ ହୋଇଥାଏ, ଥାଇରଏଡ୍ ଏବଂ ପାରାଥାଇରଏଡ୍ ଗ୍ରନ୍ଥିଗୁଡ଼ିକ ସହିତ ସମ୍ବନ୍ଧିତ ଦୋଷ ତଥା ମଧୁମେହର ନିବାରଣରେ ଉପଯୋଗୀ। ଚକ୍ରାସନର ଅଭ୍ୟାସ ଦ୍ୱାରା ପେଟର ମାଂସପେଶୀଗୁଡ଼ିକ ସୁଦୃଢ଼ ହୋଇଥାଏ, ପାଚନ କ୍ରିୟା ସୁଚାରୁ ଭାବରେ ହୋଇଥାଏ, ମେରୁଦଣ୍ଡ ନମନୀୟ ହୋଇଥାଏ, ପେଟ ପତଳା ତଥା ବକ୍ଷସ୍ଥଳ ଉନ୍ନତ ହୋଇଥାଏ। ଭୁଜଙ୍ଗାସନର ଅଭ୍ୟାସ ଦ୍ୱାରା ସ୍ତ୍ରୀମାନଙ୍କର ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ, ଭୋକ ବୃଦ୍ଧି ପାଇଥାଏ, କୋଷ୍ଠବଦ୍ଧତା ଦୂର ହୁଏ, ମେରୁଦଣ୍ଡ ନମନୀୟ ହେବା ସହିତ ସ୍ୱପ୍ନଦୋଷ ଦୂର ହୋଇଥାଏ। ଶଲଭାସନର ଅଭ୍ୟାସ ଦ୍ୱାରା ପେଟର ମାଂସପେଶୀଗୁଡ଼ିକ ଶକ୍ତିଶାଳୀ ହୋଇଥାଏ, ପାଚନ କ୍ରିୟା ଠିକ୍ ହୋଇଥାଏ ଏବଂ ଫୁସ୍ଫୁସ୍ ଶକ୍ତିଶାଳୀ ହୋଇଥାଏ। ଧନୁରାସନର ନିୟମିତ ଅଭ୍ୟାସ ମେରୁଦଣ୍ଡ ତଥା ପିଠିର ମାଂସପେଶୀଗୁଡ଼ିକୁ ନମନୀୟ କରିଥାଏ, ସ୍ନାୟୁ ଦୁର୍ବଳତା ଦୂର ହୋଇଥାଏ। ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ନିୟମିତ ଅଭ୍ୟାସ ଫଳରେ ଯକୃତର ଆରୋଗ୍ୟତା ବୃଦ୍ଧି ପାଇଥାଏ, କିଡନୀ ଦୁର୍ବଳତା ଦୂର ହୁଏ, ମଧୁମେହରେ ଲାଭଦାୟକ, କାନ୍ଧ ଓ ପିଠିର ମାଂସପେଶୀଗୁଡ଼ିକ ଦୃଢ଼ ହୋଇଥାଏ। ଗୋମୁଖାସନର ଅଭ୍ୟାସ ଦ୍ୱାରା ଅଣ୍ଟା ଓ ତାର ତଳଭାଗର ବ୍ୟଥା ଦୂର ହୋଇଥାଏ, ମେରୁଦଣ୍ଡ ସିଧା ହେବାରେ ସହାୟକ ହୋଇଥାଏ, ସନ୍ଧିବାତ ତଥା ଅର୍ଶରେ ଲାଭଦାୟକ ଅଟେ। ମଣ୍ଡୁକାସନର ଅଭ୍ୟାସ ଦ୍ୱାରା ପେଟର ଚର୍ବି କମ୍ ହୋଇଥାଏ, ମଧୁମେହ, କୋଷ୍ଠବଦ୍ଧତା, ଗ୍ୟାସ୍ ଆଦି ପେଟ ସମ୍ବନ୍ଧୀୟ ରୋଗରେ ଲାଭଦାୟକ। ଉଷ୍ଟ୍ରାସନ ଦ୍ୱାରା ପେଟର ମାଂସପେଶୀଗୁଡ଼ିକ ଦୃଢ଼ ହୋଇଥାନ୍ତି, ପାଚନ, ମଳ ନିଷ୍କାସନ ଏବଂ ପ୍ରଜନନ ଅଙ୍ଗଗୁଡ଼ିକ ପାଇଁ ଏହା ଲାଭଦାୟକ। ସୁପ୍ତ ବଜ୍ରାସନ ଉଚ୍ଚ ରକ୍ତଚାପ, ସାଇଟିକା, କୋଷ୍ଠବଦ୍ଧତା ଇତ୍ୟାଦି ପାଇଁ ଲାଭଦାୟକ। ଅଣ୍ଟା ବ୍ୟଥା ତଥା ପେଟରେ ବାୟୁର ସମସ୍ୟା ସୃଷ୍ଟି ହେଲେ ଏହାର ଅଭ୍ୟାସ କରନ୍ତୁ ନାହିଁ। ଏକପାଦ ଜାନୁଶିରାସନ ଏହାଦ୍ୱାରା ଜଙ୍ଘ ତଥା ପିଣ୍ଡା ବା ଆଣ୍ଠୁ ତଳ ତଥା ନଳିଗୋଡ଼ର ମଧ୍ୟବର୍ତ୍ତୀ ଅଂଶର ମାଂସପେଶୀଗୁଡ଼ିକ ମଜବୁତ ହୋଇଥାଏ, ହାର୍ନିଆ ତଥା ପେଟର ଚର୍ବି କମ୍ ହୋଇଥାଏ, ସାଇଟିକାରେ ଲାଭଦାୟକ। ପଶ୍ଚିମୋତ୍ତାନାସନ ଏହାର ଅଭ୍ୟାସ ଫଳରେ ଅଜୀର୍ଣ୍ଣ ଏବଂ ଧାତୁ ଦୁର୍ବଳତା ଦୂର ହୋଇଥାଏ, ସାଇଟିକା ହେବାର ସମ୍ଭାବନା ରହେ ନାହିଁ, ପେଣ୍ଡାର ମାଂସପେଶୀ ବ୍ୟଥାରେ ଏହା ଲାଭଦାୟକ। ଆକର୍ଣ୍ଣ ଧନୁରାସନ ଏହାର ଅଭ୍ୟାସ ସନ୍ଧି ବ୍ୟଥାରେ ଲାଭ ହୋଇଥାଏ ତଥା ସନ୍ଧିଗୁଡ଼ିକର ନମନୀୟତା ବୃଦ୍ଧି ପାଇଥାଏ।
ଯୋଗ ମୁଦ୍ରାସନର ଅଭ୍ୟାସ ଫଳରେ ପେଟ ଭିତରର ଅଙ୍ଗଗୁଡ଼ିକର କ୍ରିୟାଶୀଳତା ବୃଦ୍ଧି ପାଇଥାଏ, କୋଷ୍ଠକାଠିନ୍ୟ ହୁଏ ନାହିଁ, ଶୁକ୍ର ଦୁର୍ବଳତା ଦୂର ହୋଇଥାଏ। ଉଚ୍ଚ ରକ୍ତଚାପ କିମ୍ବା ମୁଣ୍ଡ ବ୍ୟଥାରେ ଏହାର ଅଭ୍ୟାସ କରନ୍ତୁ ନାହିଁ। ତୋଳାଙ୍ଗୁଳାସନର ଅଭ୍ୟାସ ଦ୍ୱାରା ମେଦ ବୃଦ୍ଧି ହ୍ରାସ ପାଇଥାଏ ଏବଂ ପେଟ ବିକାର ଦୂର ହୋଇଥାଏ। ଏକାଗ୍ରତାକୁ ଏହି ଆସନ ବଢ଼ାଇଥାଏ। ସିଂହାସନର ଅଭ୍ୟାସ ଦ୍ୱାରା ଗଳା, ନାକ, କାନ ଓ ମୁହଁର ରୋଗ ଦୂର ହୋଇଥାଏ। ଏହାର ଅଭ୍ୟାସ ଦ୍ୱାରା ସ୍ୱର ମଧୁର ହୋଇଥାଏ। ପର୍ବତାସନର ଅଭ୍ୟାସ ଦ୍ୱାରା ନାଡି ସଂସ୍ଥାନ ସନ୍ତୁଳିତ ଅବସ୍ଥାରେ ରହିଥାଏ। ଏକାଗ୍ରତା ବୃଦ୍ଧିରେ ଏହା ସହାୟକ ହୋଇଥାଏ। ତାଡ଼ାସନ ଦ୍ୱାରା ମେରୁଦଣ୍ଡର ବିକାଶ ହୋଇଥାଏ, ଫୁସ୍ଫୁସ୍ ସୁଦୃଢ଼ ହୋଇଥାଏ, କାନ୍ଧ ବ୍ୟଥା ଦୂର ହେବା ସହିତ ସ୍ନାୟୁଗୁଡ଼ିକ ଆରୋଗ୍ୟ ହୋଇଥାଏ। କଟି ଚକ୍ରାସନର ନିୟମିତ ଅଭ୍ୟାସ ଦ୍ୱାରା ଗ୍ୟାସ୍, ମଧୁମେହ ଇତ୍ୟାଦି ରୋଗ ଭଲ ହୋଇଥାଏ, ଫୁସ୍ଫୁସ୍ ରୋଗ ଦୂର ହୋଇଥାଏ, ଅଣ୍ଟା ଓ ବେକର ବ୍ୟଥାରେ ଲାଭପ୍ରଦ। ତ୍ରିକୋଣାସନ କୋଷ୍ଠକାଠିନ୍ୟ ଦୂର କରି ଭୋକ ବଢ଼ାଇଥାଏ, ସ୍ନାୟବିକ ଉତ୍ତେଜନା କମ୍ ହୋଇଥାଏ, ଉଚ୍ଚତା ବୃଦ୍ଧି ହୋଇଥାଏ। ବୃକ୍ଷାସନ ଗୋଡ଼ର ମାଂସପେଶୀ ଓ ଶିରା ପ୍ରଶିରାଗୁଡ଼ିକୁ ଶକ୍ତିଶାଳୀ କରିଥାଏ, ଫୁସ୍ଫୁସ୍ ସମ୍ବନ୍ଧିତ ଦୋଷ ଦୂର ହୋଇଥାଏ ତଥା ମନର ଏକାଗ୍ରତା ବଢ଼ିଥାଏ। ଗରୁଡ଼ାସନ ଗୋଡ଼ର ହାଡ଼ ସନ୍ଧିଗୁଡ଼ିକୁ ନମନୀୟ କରିଥାଏ, ସାଇଟିକାରେ ଲାଭଦାୟକ, ହାଇଡ୍ରୋସିଲରେ ମଧ୍ୟ ଲାଭଦାୟକ। ଉତ୍କଟାସନ ଅଭ୍ୟାସ ଫଳରେ ଜଙ୍ଘ ତଥା ପେଣ୍ଡାର ମାଂସପେଶୀଗୁଡ଼ିକ ସବଳ ତଥା ସୁଢଳ ଓ ସୁନ୍ଦର ହୋଇଥାଏ। ପାଦ ହସ୍ତାସନର ଅଭ୍ୟାସ ଦ୍ୱାରା ପେଟର ରୋଗ ଠିକ୍ ହୋଇଥାଏ ତଥା ମେଦ ବୃଦ୍ଧି କମ୍ ହୋଇଥାଏ। ସ୍ତ୍ରୀମାନଙ୍କର ପ୍ରଜନନ ଅଙ୍ଗର ଆରୋଗ୍ୟତା ବୃଦ୍ଧି ପାଇଥାଏ ଓ ତାହାର ବିକାର ଦୂର ହୋଇଥାଏ। ଗୋରକ୍ଷାସନ ଅଭ୍ୟାସ ଦ୍ୱାରା କଟି ପ୍ରଦେଶର ସ୍ଥୂଳତା କମ୍ ହୋଇଥାଏ ଏବଂ ଆଣ୍ଠୁ ମଧ୍ୟ ନମନୀୟ ହୋଇଥାଏ। ବକାସନ ଦ୍ୱାରା କାନ୍ଧ, ବାହୁ ତଥା ହାତର ଆଙ୍ଗୁଳିଗୁଡ଼ିକ ମଜବୁତ ହୋଇଥାଏ, ଫୁସ୍ଫୁସ୍ର ଶକ୍ତି ବୃଦ୍ଧି ପାଇଥାଏ। ଶୀର୍ଷାସନ ଦ୍ୱାରା ସବୁ ଶାରୀରିକ ସଂସ୍ଥାନକୁ ଶକ୍ତି ମିଳିଥାଏ, ମସ୍ତିଷ୍କ ଏବଂ ପିୟୁଷ ବା ପିଟ୍ୟୁଟାରୀ ଗ୍ରନ୍ଥିରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଉଡ୍ଡୀୟାନ ବନ୍ଧର ଅଭ୍ୟାସ ଦ୍ୱାରା ପାଚନ ସମ୍ବନ୍ଧୀୟ ଗ୍ରନ୍ଥିଗୁଡ଼ିକୁ ଶକ୍ତି ପ୍ରାପ୍ତ ହୋଇଥାଏ, ସମୟ ପୂର୍ବରୁ ବୃଦ୍ଧାବସ୍ଥା ଆସେ ନାହିଁ। ବ୍ରହ୍ମମୁଦ୍ରାର ଅଭ୍ୟାସ ଦ୍ୱାରା ବେକର ସ୍ନାୟୁଗୁଡ଼ିକ ସକ୍ରିୟ ହୋଇଥାଏ ତଥା ମନ ଶାନ୍ତ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ପାଇଥାଏ। ସୂର୍ଯ୍ୟ ନମସ୍କାର ଦ୍ୱାରା ଶରୀରର ସବୁ ନାଡିଗୁଡ଼ିକର ଆରୋଗ୍ୟତା ବୃଦ୍ଧି ପାଇଥାଏ, ଶରୀରରେ ନମନୀୟତା ଆସିଥାଏ ତଥା ପେଟ, ଫୁସ୍ଫୁସ୍ ଏବଂ ମେରୁଦଣ୍ଡ ସହିତ ସମ୍ବନ୍ଧିତ ଦୋଷ ଦୂର ହୋଇଥାଏ, ଚେହେରାର କାନ୍ତି ବୃଦ୍ଧି ପାଇଥାଏ, ସ୍ମରଣ ଶକ୍ତିରେ ବୃଦ୍ଧି ଘଟିଥାଏ। ଏବେ ଦେଖିବା ତିନୋଟି ବିଶ୍ରାମାତ୍ମକ ଆସନ ବିଷୟରେ। ଶବାସନ ଏହାର ଅଭ୍ୟାସ ଦ୍ୱାରା ନାଡି ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ, ଉତ୍ତେଜନା ଜନିତ ଶାରୀରିକ ଓ ମାନସିକ ଥକ୍କା ଓ ଅନିଦ୍ରା ରୋଗୀଙ୍କ ପାଇଁ ଏହା ପରମ ଉପଯୋଗୀ। ଏହାଦ୍ୱାରା ଧ୍ୟାନରେ ପ୍ରଗାଢ଼ତା ବଢ଼ିଥାଏ, ଚିତ୍ତକୁ ଶାନ୍ତି ମିଳିଥାଏ। ମକରାସନ ଶାରୀରିକ ଓ ମାନସିକ ଥକ୍କାକୁ ଦୂର କରିବା ଓ ମନର ଏକାଗ୍ରତା ପାଇଁ ଏହା ଉପଯୋଗୀ। ବାଳାସନ ଶରୀରର ସମସ୍ତ ପ୍ରଣାଳୀଗୁଡ଼ିକୁ ଶିଥିଳ କରି ଆରାମ ଦେଇଥାଏ, ଶୋଇବା ନିମିତ୍ତ ଏହା ହେଉଛି ସର୍ବୋତ୍ତମ ବିଧି। ଶିଶୁମାନେ ପ୍ରାୟତଃ ଏହି ମୁଦ୍ରାରେ ଶୋଇଥାନ୍ତି। ଆଶା କରୁଛି ଯେଉଁ ଯୋଗାସନ ଏବଂ ସେଗୁଡ଼ିକର ଉପକାରିତା ବିଷୟରେ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ବିବରଣୀ ଦେଲି, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ।